नमस्कार दर्शक बंधु शुभ सकाळ आज हूँ मे 1 गुरुवार आम नहीं आसु देश विदेश राज्य 20 गुरुत्वपूर्ण खबर जहाँ आपण मैंने केवल 5 मिनिट समय दे देखिपारे तेज ता पूर्व भिडटी को भल लगे आपण मैंने लाइक कर चैनल को सब्सक्राइब करदे। चलतु खबर उपर नजर पकाइबा। नंबर 1 आज बदलुची सबुकिछि नियम मे 1 लागू हो गला 5टी नुआ नियम। प्रथमे जानतु प्रथमे गैस दर आज बढ़िबो ता सहित आपण मान जदि एटीएम 5 थर अधिक टंका उठाइबे आपनको देबाक पड़िबो 5 टंका। पूर्वर आपणक निज बैंक 5 थर उठाउतले किछि देबाक पडुनथला जदि अधिक थर 6 थर बा 7 थर उठाउतले आपणको 20 टंका देबाक पडुथला किंतु एबे प्रति ट्रांजैक्शन पिछा आपनको 25 टंका देबाक पड़िबो। बैलेंस चेक करबा ପାଇଁ कि हेले मध्ये 1 टंका लागू हेबो। ता सहित मध्ये आज अमूल क्षीरर मूल्य मध्ये वृद्धि होईची। मे 1 रु लागू हेबो नुआ दर बा आज ठार लागू हेबो नुआ दर। क्षीरर मूल्य लिटर पिछा 2 टंका मध्ये वृद्धि करा जिवो। गाड़ी चालकों ପାଇଁ ବଡ଼ ଖବର ଯଦି ଆପଣଙ୍କ ଗାଡ଼ିରେ ଇନ୍ସୁରାନ୍ସ ନାହିଁ ଆପଣ ଟୋଲ ଗେଟ୍ କ୍ରସ୍ କରି ଯାଉଛନ୍ତି ଆପଣଙ୍କୁ ପ୍ରଥମ ଥର 2000 ଟଙ୍କା ଦେବାକୁ ପଡ଼ିବ ସେକେଣ୍ଡ ଟାଇମ୍ 4000 ଟଙ୍କା ମଧ୍ୟ ଦେବାକୁ ପଡ଼ିବ। ରଙ୍ଗ ରୁଟ୍ରେ ଗାଡ଼ି ଆସିଲେ ମିନିମମ୍ 5 ରୁ 10,000 ଟଙ୍କା ଆପଣଙ୍କୁ ଫାଇନ୍ ମଧ୍ୟ ଦେବା ପାଇଁ ପଡ଼ିବ। ସ୍ପିଡ୍ ଲିମିଟ୍ ପାଇଁ ଯେଉଁ ଅଟୋ ଡିଡକ୍ସନ୍ ଲାଇନ୍ ଆପଣଙ୍କର ଚାଲାଣ ମଧ୍ୟ କଟିବ। ତା ସହିତ ମଧ୍ୟ ଆଉ ଗୋଟେ ବଡ଼ ଖବର ହେଲା ଆଜି ଇପିଏଫ୍ ଟଙ୍କାର ନୂଆ ଲାଗୁ ହେଉଛି ଆପଣମାନେ ଏଟିଏମ୍ରୁ ମଧ୍ୟ ଇପିଏଫ୍ ଟଙ୍କା ଉଠାଇ ପାରିବେ। এই নিয়ম মধ্যে আজঠু লাগু করা যাଉଛି। রাজ্যরে আগুক হইপারে অনলাইন ক্লাস রাজ্যরে প্রবল গ্রীষ্ম প্রভাব জারি রহিতলা এবে কিছু দিন ହେବ ବର୍ଷା লাগি রহিতলা কিন্তু গ্রীষ্ম প্রভাব পুଣି আগুক বঢ়ିବ ବୋଲି ସରକାର ପକ୍ଷରୁ ବି ପାଣିପାଗ ବିଭାଗ ପକ୍ଷରୁ ଜଣା ପଡ଼ିଛି। ତେଣୁ ଏ ନେଇକି ସ୍କୁଲ ଗୁଡ଼ିକ ବନ୍ଦ ହୋଇଯାଇଛି କେବେ ଖୋଲିବ ସେ ନେଇ ବର୍ତ୍ତମାନ ଶିକ୍ଷା ବିଭାଗ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇନି। ତଥାପି ପ୍ରାଇଭେଟ ସ୍କୁଲରେ ଏପର୍ଯ୍ୟନ୍ତ ବିନା ୟୁନିଫର୍ମରେ ସ୍କୁଲ ଯାଉଛନ୍ତି ଏ ନେଇକି ସରକାର କାନକୁ ଖବର ଯାଇଛି। ସରକାର କହିଛନ୍ତି ୟା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ। ଯେଉଁ ବେସରକାରୀ ସ୍କୁଲ ପିଲାଙ୍କୁ ସ୍କୁଲରୁ ବିଭିନ୍ନ ସମୟରେ ଆଣି ପାଠ ପଢ଼ା ବା କ୍ଲାସ୍ କରୁଛନ୍ତି ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯଦି ପାରୁଛ ଅନଲାଇନ୍ କ୍ଲାସ୍ କର କିନ୍ତୁ ମନ୍ତ୍ରୀ କହିଛନ୍ତି ସ୍କୁଲକୁ ପିଲାକୁ ଡାକିବା ବନ୍ଦ କରାଯାଉ ଆଉ ଯଦି ସେଭଳି ନ କରିବେ ସେଇ ସ୍କୁଲ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି। ଯେଉଁମାନେ ନିୟମକୁ ବେଖାତିର କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ପହଲଗାମ ଆକ୍ରମଣ ପରେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କଡ଼ାକଡ଼ି କରାଯାଇଛି ସୁରକ୍ଷା ବ୍ୟବସ୍ଥା। ସ୍ପେଶାଲ ସର୍ଭେଲାନ୍ସରେ ରାଜଧାନୀ ସେପରି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ପୋଲିସ ପକ୍ଷରୁ ସୂଚନା ମିଳିଛି। ସମସ୍ତ ସ୍ଥାନ ଉପରେ ରହିଛି ପୋଲିସର ନଜର ଏପରିକି ସାଧା ପୋଷାକରେ ପୋଲିସ ସ୍ପେଶାଲ ଅଫିସର ମଧ୍ୟ ନିରୀକ୍ଷଣ କରୁଛନ୍ତି ନେଇ ସୂଚନା ମଧ୍ୟ ମିଳିଛି। ନିୟମିତ ସମସ୍ତ ସିସିଟିଭି ଯାଞ୍ଚ କରାଯାଉଛି ସନ୍ଦିଗ୍ଧଙ୍କ ଉପରେ କଡ଼ା ନଜର ରଖାଯାଉଛି। ଆଗ ଅପେକ୍ଷା ଆହୁରି ମଧ୍ୟ କଡ଼ାକଡ଼ି ହେଉଛି। ଯଦି କୌଣସି ବ୍ୟକ୍ତି ଏପଟ ସେପଟ କରନ୍ତି ମଦ୍ୟପାନ କରି ରାସ୍ତାରେ ଗାଡ଼ି ଚଳାନ୍ତି ତାଙ୍କ ଉପରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଜନଗହଳି କରୁଥିଲେ ଯୁବକମାନେ ତାଙ୍କୁ ଉଠାଇ ନେଉଛି ପୋଲିସ। ସମସ୍ତ ପ୍ରକାର ପ୍ରଶ୍ନପତ୍ର ମଧ୍ୟ ପଚରା ଯାଉଛି। ଗତକାଲି ଚାଷୀଙ୍କ ଆକାଉଣ୍ଟକୁ ଯାଇଥିଲା ସିଏମ୍ କିଷାନ ଟଙ୍କା ଆଜି ବି ଏପର୍ଯ୍ୟନ୍ତ ଚାଷୀଙ୍କ ଆକାଉଣ୍ଟକୁ ସିଏମ୍ କିଷାନ ଟଙ୍କା ଯାଇନାହିଁ। ତେବେ ପବିତ୍ର ଅକ୍ଷୟ ତୃତୀୟା ଦିନ ରାଜ୍ୟସ୍ତରୀୟ କୃଷକ ଦିବସରେ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 50 ଲକ୍ଷ ଚାଷୀଙ୍କୁ 1000 କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ କିଛି ଲୋକେ ଅଛନ୍ତି ଯେ ଯାହାଙ୍କ ଆକାଉଣ୍ଟକୁ ଏପର୍ଯ୍ୟନ୍ତ ସିଏମ୍ କିଷାନ ଟଙ୍କା ଯାଇନାହିଁ। ଆଜି ମଧ୍ୟ ମନ୍ତ୍ରୀ କହିଛନ୍ତି ଯେ ଯେଉଁମାନଙ୍କର ସିଏମ୍ କିଷାନ ଟଙ୍କା ଯାଇନି ଧୈର୍ଯ୍ୟର ସହିତ ଅପେକ୍ଷା କରନ୍ତୁ କୌଣସି ଯାନ୍ତ୍ରିକ ତ୍ରୁଟି ବୈଷୟିକ ତ୍ରୁଟି ଯୋଗୁଁ ଆପଣଙ୍କ ଆକାଉଣ୍ଟକୁ ଯାଇନଥିବ ନହେଲେ ଆପଣଙ୍କ ଆକାଉଣ୍ଟକୁ ଡିବିଟି ଲିଙ୍କ କରିଦିଅନ୍ତୁ ଯାହାଫଳରେ ଆପଣଙ୍କ ଆକାଉଣ୍ଟକୁ ମଧ୍ୟ ଟଙ୍କା ଯିବ ବୋଲି କୁହାଯାଉଛି। ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନାମମାତ୍ର କ୍ଷୁଦ୍ର ଏବଂ ଭୂମିହୀନ ଚାଷୀଙ୍କ ଖାତା ଆକାଉଣ୍ଟକୁ ସିଏମ୍ କିଷାନ ଟଙ୍କା ମଧ୍ୟ ପଠାଇଛନ୍ତି। ଦୀଘା ଜଗନ୍ନାଥ ମନ୍ଦିର ଉଦ୍ଘାଟିତ ପୂଜାର୍ଚ୍ଚନା କରିପାରିବେ ସବୁ ଧର୍ମର ଲୋକେ। ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲା ଦୀଘାରେ ଭବ୍ୟ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେଲା ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ପବିତ୍ର ଅକ୍ଷୟ ତୃତୀୟା ବା ଗତକାଲି ବୁଧବାର ଅପରାହ୍ନରେ ଉଦ୍ଘାଟନ କରିଥିଲେ। 20 ଏକର ଜାଗାରେ ପୁରୀ ଜଗନ୍ନାଥ ମନ୍ଦିର ଅନୁକରଣରେ ଏହି ମନ୍ଦିର ନିର୍ମାଣ କରାଯାଇଛି। ତେବେ ଶ୍ରୀମନ୍ଦିର କିଛି ସେବାୟତକୁ ମଧ୍ୟ କିଛି ଡାକିଥିଲେ କିନ୍ତୁ ଯଦି ସେପଟୁ ଶ୍ରୀମନ୍ଦିରରୁ କିଏ ଯିବେ ତାଙ୍କୁ ତୁରନ୍ତ ବହିଷ୍କାର କରାଯିବ ବୋଲି କିଛି କହିଥିଲେ। ତେଣୁ ଏବେ କୁହାଯାଉଛି ସମୁଦ୍ର ଉପକୂଳବର୍ତ୍ତୀ ସହର ଦୀଘାରେ ନିର୍ମିତ ଏହି ଭବ୍ୟ ମନ୍ଦିର ସବୁ ଧର୍ମର ଲୋକେ ପ୍ରବେଶ କରିପାରିବେ ବୋଲି କୁହାଯାଉଛି। ଅର୍ଥାତ୍ ହିନ୍ଦୁ ଧର୍ମର ମନ୍ଦିର ଗୁଡ଼ିକରେ ମୁଖ୍ୟତଃ ଅନ୍ୟ ଧର୍ମାବଲମ୍ବୀଙ୍କୁ ବାରଣ କରିଥିବା ବେଳେ ଦୀଘା ଜଗନ୍ନାଥ ମନ୍ଦିରରେ ଏସବୁ କଟକଣା ନାହିଁ ବୋଲି ମମତା ବାନାର୍ଜୀ ସେପଟେ କହିଛନ୍ତି। ସେହିପରି 65 ଫୁଟ ଉଚ୍ଚର ଭବ୍ୟ ମନ୍ଦିର ନିର୍ମାଣ ପାଇଁ 250 କୋଟି ଟଙ୍କା ବ୍ୟୟ କରାଯାଇଛି। ଏପଟେ ମମତା ବାନାର୍ଜୀ କହିଛନ୍ତି ରାଜ୍ୟରେ ପ୍ରତ୍ୟେକ ଲୋକଙ୍କ ଘରେ
ପ୍ରଭୁ ଜଗନ୍ନାଥଙ୍କର ଫଟୋ ସହିତ ପ୍ରସାଦ ମଧ୍ୟ ଦିଆଯିବ। ଏଥର ଡ୍ରପ୍ ଆଉଟ୍ ରୋକିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ସରକାର। ତେବେ କୁହାଯାଉଛି ଘରକୁ ଘର ବୁଲିବେ ଶିକ୍ଷକ। ରାଜ୍ୟରେ ଏବେ ବୁଧବାର ଦିନ ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ 0 ରୁ 18 ବର୍ଷ ପିଲାଙ୍କୁ ଚିହ୍ନଟ କରିବେ ଶିକ୍ଷକ ଓ ଶିକ୍ଷୟିତ୍ରୀ। କେଉଁ ଗ୍ରାମରେ କେତେ ପିଲା ଅଧାରୁ ପାଠ ଛାଡ଼ିଛନ୍ତି ତାହାର ଏକ ତାଲିକା ମଧ୍ୟ ପ୍ରସ୍ତୁତ କରିବେ। ବିଦ୍ୟାଳୟ ଆଖପାଖ ଅଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମ, ପଡ଼ା, ସାହି, କଲୋନୀ ପହଞ୍ଚି ସେମାନେ ପିଲାଙ୍କ ସମ୍ପର୍କରେ ଟିକିନିଖି ତଥ୍ୟ ସଂଗ୍ରହ କରିବେ। ଗାଁରେ କେତେ ପିଲା ରହୁଛନ୍ତି, ପିଲାଙ୍କ ନାମ, ବୟସ୍କ, ଲିଙ୍ଗ ଏବଂ ତା ସହିତ ମଧ୍ୟ ପାଠ କାହିଁକି ଛାଡ଼ିଲେ ସେ ନେଇକି ମଧ୍ୟ ପଚରା ଉଚରା କରାଯିବ। ଆଦମ ସ୍କୁଲ ମାଟି କେତେ ପିଲା ମାଡ଼ିନାହାନ୍ତି ସେ ନେଇକି ମଧ୍ୟ ଗୁରୁତ୍ୱ ଦିଆଯିବ। କାହିଁକି ଏସବୁ କରାଯାଉଛି ସେ ନେଇକି ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା କରିବେ ସରକାର। କିଭଳି ଅଧିକରୁ ଅଧିକ ପିଲାମାନେ ପାଠ ପଢ଼ିବେ, ନିଜ ଭବିଷ୍ୟତ ଗଢ଼ି ତୋଳିବେ ସେ ନେଇକି ସରକାରଙ୍କର ଲକ୍ଷ୍ୟ। ଜୟଦେବଙ୍କ ପୀଠକୁ ସାହିତ୍ୟ ଓ ସଂସ୍କୃତି ଆଧ୍ୟାତ୍ମିକର ଏକ କେନ୍ଦ୍ରସ୍ଥଳ ଭାବେ ବିକଶିତ କରାଯିବ, ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ କବି ଜୟଦେବ ଆମ ଓଡ଼ିଆ ଅସ୍ମିତାର ଅନ୍ୟତମ ମହାନାୟକ। ଆଜି ଜୟଦେବ ଜୟନ୍ତୀ ଅବସରରେ ଜନ୍ମପୀଠ କେନ୍ଦ୍ରବିଲୁଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୋହନ ଚରଣ କହିଛନ୍ତି ଯେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୀଠକୁ ସାହିତ୍ୟ, ସଂସ୍କୃତି ଓ ଆଧ୍ୟାତ୍ମିକର କେନ୍ଦ୍ରସ୍ଥଳ ଭାବେ ବିକଶିତ କରିବା ପାଇଁ ଅନେକ ପ୍ରକଳ୍ପ ଘୋଷଣା କରିବା ସହିତ କେତେକ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ମଧ୍ୟ କରିଥିଲେ। ଜୟଦେବ ପୀଠକୁ ଏକ ଆଧ୍ୟାତ୍ମିକ ବିଶ୍ୱସ୍ତରୀୟ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ କହିଛନ୍ତି। ସମ୍ପୂର୍ଣ୍ଣ ହେଲା ଥାଳ ଉଠା ପର୍ବ। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟ କାର୍ଯ୍ୟକ୍ରମ ଥାଳ ଉଠା ପର୍ବ ସମ୍ପନ୍ନ ହୋଇଛି। ଗତକାଲି ଅକ୍ଷୟ ତୃତୀୟା ଦିନ ପ୍ରସିଦ୍ଧ ଶିବାଳୟ ଗୁଡ଼ିକରେ ଥାଳ ଉଠା ପର୍ବ ଅନୁଷ୍ଠିତ ହୋଇଯାଇଛି। ତେବେ ମେ 31ରେ ହେବ ଶିବ ବିବାହ। ଏହି ରୀତି ଅନୁଯାୟୀ ନନ୍ଦପଡ଼ାର ବୋମପରଡ଼ା ବାବା ବାଲୁକେଶ୍ୱର, ଝାଡ଼ୁଆପଡ଼ାର ଲୋକନାଥ ବାବା ଓ ମୁଦିପଡ଼ାର ଜାଗେଶ୍ୱର ବାବାଙ୍କ ମନ୍ଦିରର ଆଡମ୍ବରରେ ଥାଳ ଉଠା ପର୍ବ ପୂଜାର୍ଚ୍ଚନା ମଧ୍ୟ କରାଯାଇଛି। ଚଳିତ ବର୍ଷ ନୂତନ କନ୍ୟା ପିତା, ସ୍ଥାନୀୟ ବୁଦ୍ଧିଜୀବୀ, ମନ୍ଦିର କର୍ମକର୍ତ୍ତା ଉପସ୍ଥିତିରେ ଥାଳ ଉଠା ଥିଲା। ଯାତ୍ରା ଆୟୋଜନ ପାଇଁ ପାଣ୍ଠି ସଂଗ୍ରହ ମଧ୍ୟ ହୋଇଛି। ମନ୍ଦିର କର୍ମକର୍ତ୍ତା ପୂଜକଙ୍କ ସହିତ ବିଭିନ୍ନ ପଡା ବୁଲି ପାଣ୍ଠି ସଂଗ୍ରହ ମଧ୍ୟ ଆରମ୍ଭ ହୋଇଛି। କଳାକାରଙ୍କ ପରେ ଯାତ୍ରା ଶ୍ରମିକଙ୍କ ଦାବି। ଦରମା ବୃଦ୍ଧି ନ କଲେ ଯାତ୍ରା ନ କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି। ନିଜ ପାଉଣା ମେଳି ହୋଇଛନ୍ତି ଯାତ୍ରା ଶ୍ରମିକ। ତେବେ ଏବେ ଦେଖିବାକୁ ମିଳୁଛି ଯାତ୍ରାରେ ବିଭିନ୍ନ ପ୍ରକାର କଳି। 15-20 ହଜାର ଟଙ୍କା ଦରମା ଦାବି କରୁଛନ୍ତି। ଆଗାମୀ ଦିନରେ ଯାତ୍ରା କରିବେ ନାହିଁ ବୋଲି ମୁଁ ଚେତାବନୀ ଦେଉଛନ୍ତି। ଟ୍ରକ୍ ଉପରେ ବସି ଯାତ୍ରା ଶ୍ରମିକମାନେ ଯେଉଁଭଳି ଭାବରେ ଯାତ୍ରା ସ୍ଥଳୀକୁ ଯାଉଛନ୍ତି ଆପତ୍ତି ଉଠାଇଛନ୍ତି। ଟ୍ରକ୍ର ଶ୍ରମିକମାନେ ଏଭଳି ଯାତ୍ରା କରିବେ ନାହିଁ ବୋଲି ସଂଘ କହିଛନ୍ତି। ରାଜ୍ୟର ପାଖାପାଖି 20,000ରୁ ଅଧିକ ଯାତ୍ରା ଶ୍ରମିକ କାର୍ଯ୍ୟ କରୁଛନ୍ତି। ମାତ୍ର 8,000 ଟଙ୍କାରେ ପରିବାର ଚଳାଇବା କଷ୍ଟ ବୋଲି ସେଥିପାଇଁ ସଂଘ ପକ୍ଷରୁ କୁହାଯାଇଛି। ଏଥିପାଇଁ କଳାକାରଙ୍କ ଭଳି ସେମାନଙ୍କୁ ଭତ୍ତା ମଧ୍ୟ ପ୍ରଦାନ କରିବା ପାଇଁ ଦାବି ମଧ୍ୟ ହୋଇଛି। ତେବେ ଚଳଚଞ୍ଚଳ ଏବେ ଶ୍ରୀକ୍ଷେତ୍ର। ଆଜିଠୁ ଆରମ୍ଭ ହେବ ରଥ କାମ। ଗତକାଲି ଅକ୍ଷୟ ତୃତୀୟା ଦିନ ମଧ୍ୟ ଅନୁକୂଳ ହେଲା ରଥ କାଠ। ଏନେଇ ଶୀତଳ ଉପଚାପରେ ଚାପ ଖେଳିଲେ ମଦନ ମୋହନ। ଆରମ୍ଭ ହୋଇଯାଇଛି ଚାପ ନିର୍ମାଣ। ନନ୍ଦା ଭଦ୍ରା ସଜେଇ ହେଇଛନ୍ତି। ଏଥିସହିତ ତୀର୍ଥ ପୁଷ୍କରଣୀରେ ସଜେଇ ମଧ୍ୟ ହୋଇଛି। ଏହା ବ୍ୟତୀତ ରଥ ନିର୍ମାଣ ଅନୁକୂଳ ପାଇଁ ଭୋଇ ସେବାୟତ ମଧ୍ୟ ଚାଳ ପ୍ରସ୍ତୁତ କରିକି ଆଜିଠୁ ଆରମ୍ଭ ହୋଇଯିବ। 258 ଖଣ୍ଡ କାଠ ରଥ ଖେଳାରେ ପହଞ୍ଚିଛି। ଖରାକୁ ଦୃଷ୍ଟିରେ ରଖି 40 ସହିତ ସେବକମାନେ ଖାଦ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି। ତା ସହିତ ଏଠି 5 ପ୍ଲାଟୁନ ଫୋର୍ସ ମଧ୍ୟ ପୋଲିସ ମୁତୟନ ହେବେ। ଆଉ ରଥ ନିର୍ମାଣ କାର୍ଯ୍ୟ ଆଜିଠୁ ଆରମ୍ଭ ହୋଇଯିବ। ଆହୁରି 5 କାଳ ବୈଶାଖୀ, ବର୍ଷାରେ ଭିଜିବ ଓଡ଼ିଶା। 6 ଜିଲ୍ଲାକୁ ସତର୍କ ସୂଚନା କଲା ପାଣିପାଗ ବିଭାଗ। 50ରୁ 60 କିଲୋମିଟର ବେଗରେ ମଧ୍ୟ ପବନ ବହିବ। ତେବେ ରାଜ୍ୟରେ ଆହୁରି ମଧ୍ୟ 5 ତାରିଖ ଯାଏଁ ବର୍ଷା ସହିତ ଘଡଘଡି, କୁଆପଥର ହେବ ବୋଲି କୁହାଯାଉଛି। ତେବେ ଏ ନେଇକି ମଧ୍ୟ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁରକୁ ମଧ୍ୟ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ତା ସହିତ ମଧ୍ୟ ପାଣିପାଗ ବିଭାଗ ସୂଚନା ଦେଇଛି ଘଣ୍ଟା ପ୍ରତି 40ରୁ 50 କିଲୋମିଟର ବେଗରେ ମଧ୍ୟ ପବନ ବହିବ। ଆଉ 17ଟି ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଘଣ୍ଟା ପ୍ରତି ସେଇଠି ମଧ୍ୟ 30ରୁ 50 କିଲୋମିଟର ବେଗରେ ପବନ ବହିବ ବୋଲି ସୂଚନା। ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରୀ ବୃଦ୍ଧି ହୋଇଛି। ଅଣକୁଶଳୀ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। 452ରୁ 462 ଟଙ୍କାକୁ ବୃଦ୍ଧି କଲେ ସରକାର। ଅର୍ଦ୍ଧକୁଶଳ ଶ୍ରମିକ ଦୈନିକ ମଜୁରୀ 502ରୁ ଏବେ ପାଖାପାଖି 512 ଟଙ୍କାକୁ ବୃଦ୍ଧି ହୋଇଛି। କୁଶଳୀ ଶ୍ରମିକ ଦୈନିକ ମଜୁରୀ 552ରୁ 562 ଟଙ୍କାକୁ ବୃଦ୍ଧି ହୋଇଛି। ଉଚ୍ଚ କୁଶଳୀ ଶ୍ରମିକ ଦୈନିକ ମଜୁରୀ 602ରୁ 612 ଟଙ୍କା ବୃଦ୍ଧି ହୋଇଛି। ବର୍ଦ୍ଧିତ ମଜୁରୀ ପିଛିଲା ଭାବେ ଏପ୍ରିଲ 1 ଠାରୁ ଲାଗୁ ହେବ ବୋଲି କୁହାଯାଉଛି। ଏସ୍ସିବିରେ ଶଯ୍ୟା
3,796 को बढ़िब। सरकारी मेडिकल कॉलेज और हॉस्पिटल पुनः विकास कार्य समीक्षा। तेबे कटक श्री रामचंद्र भंज मेडिकल कॉलेज पुनर्विकास कार्य 4,474 कोटी टंका विनियोग जारी रही। ଏହି ପ୍ରକଳ୍ପ ଜୁନ 2026 ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରହିଛି। ପ୍ରଥମ ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ହେଲେ ଏସ୍ସିବି ମେଡିକାଲ କଲେଜରେ ଶଯ୍ୟା ସଂଖ୍ୟା 3,796 କୁ ବୃଦ୍ଧି ପାଇବ। ଏହି ମେଡିକାଲ କଲେଜ ଏମ୍ସ ପ୍ଲସ ପ୍ଲସ ଭାବେ ବିକଶିତ ପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ରାସ୍ତା ପାର୍ଶ୍ୱରେ ଘରୋଇ ଟ୍ରାନ୍ସଫର୍ମର, ବଡ଼ ବଡ଼ିଆକୁ ସବୁ ମାପ। ପିଡବ୍ଲ୍ୟୁଡି, ବିଡିଏ, ବିଏମ୍ସି, ବିଦ୍ୟୁତ ବିଭାଗ ଚୁପ୍। ତେବେ ନିଜ ଜମିରେ ଘର କରିଛନ୍ତି, ଭଡ଼ା ଲଗାଇ ଅର୍ଥ ଉପାର୍ଜନ କରୁଛନ୍ତି, ହେଲେ ବିଲ୍ଡିଂକୁ ବିଦ୍ୟୁତ ସଂଯୋଗ କରିବାକୁ କ୍ୟାମ୍ପସ ଭିତରେ ଟ୍ରାନ୍ସଫର୍ମର ବସାଇ ନାହାନ୍ତି। ବରଂ ପାଚେରୀ ବାହାରେ ସରକାରୀ ଜମିରେ ଟ୍ରାନ୍ସଫର୍ମର ବସାଇ ସର୍ବସାଧାରଣଙ୍କ ଚଳପ୍ରଚଳ ଥିବା ରାସ୍ତାଗୁଡ଼ିକ ଅକ୍ତିଆର କରିନେଇଛନ୍ତି। ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀରେ। ରାଜଧାନୀ ପ୍ରାୟ ସରକାରୀ ଜମିରେ ମଧ୍ୟ ଏହି ସବୁ ବିଦ୍ୟୁତ ଟ୍ରାନ୍ସଫର୍ମର ବସାଇଛନ୍ତି, ଯାହାଫଳରେ ସରକାର ଜମିକୁ ମଧ୍ୟ ନିଜ ଅକ୍ତିଆର କରିଛନ୍ତି। ଏନେଇକି ବିଏମ୍ସି ପକ୍ଷରୁ ସ୍ୱତନ୍ତ୍ର ଏବେ ଚାଲିଛି। ତେବେ ପିଡବ୍ଲ୍ୟୁଡି ଅଧିକାରୀମାନେ ସବୁ ଦେଖି ଚୁପ୍ କାହିଁକି ରହିଛନ୍ତି? ବିଡିଏ, ବିଏମ୍ସି ପରି ସଂସ୍ଥା ମଧ୍ୟ ଆଖି ବୁଜି ଦେଇଛି। ଏନେଇକି ମଧ୍ୟ କୁହାଯାଉଛି ଯେ ପରିଣାମ ସ୍ୱରୂପ ସାଧାରଣ ଜନତା ମଧ୍ୟ ହନ୍ତସନ୍ତ ହେଉଛନ୍ତି। ତେଣୁ ଏନେଇକି ବିଏମ୍ସିକୁ ଗୁରୁତ୍ୱ ଦେବା ଦରକାର ବୋଲି କିଛି। ଝାରସୁଗୁଡ଼ା ଏବେ ବଦଳିଯିବ, ଗୁଜରାଟ ମଡେଲ ଟାଉନ ପ୍ଲାନିଂ ହେବ। ଏହା ପୂର୍ବରୁ ଜିଲ୍ଲାପାଳ ଅବଲି ସୁନୀଲ ନରବେନ ଏବେ ପ୍ରତିନିଧି ଦଳ ସହିତ ଭୁବନେଶ୍ୱର ଆସି ଟାଉନ ପ୍ଲାନିଂ ମଧ୍ୟ ଦେଖିଛନ୍ତି। ଭୁବନେଶ୍ୱର ମଧ୍ୟ ରୂପରେଖା ଦେଖିଛନ୍ତି, କାମ ମଧ୍ୟ ଦେଖିଛନ୍ତି। ଗୃହ ନଗର ଉନ୍ନୟନ ବିଭାଗ ପକ୍ଷରୁ ଅତିରିକ୍ତ ସଚିବ ଶତ୍ରୁଘ୍ନ କର, ବିଡିଓ, ଡେପୁଟି କମିଶନର ଟାଉନ ପ୍ଲାନିଂ ଦେଖିଛନ୍ତି। ଆଉ ଖୁବ୍ ଜଲ୍ଦି ଗୁଜରାଟର ମଧ୍ୟ ଭଳି ଏବେ ଝାରସୁଗୁଡ଼ାରେ ମଧ୍ୟ ଟାଉନ ପ୍ଲାନିଂ ହେବ ବୋଲି କୁହାଯାଉଛି। ଗୁଜରାଟ ଟାଉନ ପ୍ଲାନିଂ ଯୋଜନାର ଜମି ମାଲିକଠାରୁ 40% ଜମି ଆଣି ସେଥିରେ ରାସ୍ତା, ପାଣି, ବିଜୁଳି, ପାର୍କ ଆଦିର ସୁବିଧା କରାଯାଉଛି, ଯାହାଦ୍ୱାରା ସମ୍ପୃକ୍ତ ଲୋକ ଜମି ମୂଲ୍ୟ ବଢ଼ିବା ସହିତ ଆର୍ଥିକ ଦୃଷ୍ଟିରେ ଜମି ମାଲିକ ମଧ୍ୟ ସ୍ୱଚ୍ଛଳ ହୋଇପାରୁଛନ୍ତି ବୋଲି ଶ୍ରୀ ସାହୁ କହିଛନ୍ତି। ସରକାରଙ୍କୁ 100% ସମର୍ଥନ, ଆତଙ୍କବାଦୀ ଏହାର ମୂଲ୍ୟ ଦେବାକୁ ପଡ଼ିବ, ଏଭଳି କହିଛନ୍ତି ରାହୁଲ ଗାନ୍ଧୀ। ଲୋକସଭା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ପାହାଲଗାମ ଆତଙ୍କବାଦୀ ଆକ୍ରମଣ ନେଇ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିବାର କଥା ପୁନର୍ବାର କହିଛନ୍ତି। ସେ କହିଛନ୍ତି ଯିଏ ଏହା କରିଛି ତାକୁ ଏହାର ମୂଲ୍ୟ ଦେବାକୁ ପଡ଼ିବ। ଆହୁରି ମଧ୍ୟ କହିଛନ୍ତି ଏ ମାମଲାରେ ଯାହା କିଛି କାର୍ଯ୍ୟାନୁଷ୍ଠାନ କରିବାକୁ ଅଛି ତାହା ପ୍ରଧାନମନ୍ତ୍ରୀ କରିବେ। ପ୍ରଧାନମନ୍ତ୍ରୀ ବିଳମ୍ବ ନକରି ଅଧିକରୁ ଅଧିକ ଚେଷ୍ଟା କରିବା ଦରକାର, ସମୟ ନଷ୍ଟ କରିବା ଉଚିତ ନୁହେଁ। ସେ ସ୍ପଷ୍ଟ କରିଦେବା ଉଚିତ ଯେ ଭାରତ ଅବାଞ୍ଛିତ ଘଟଣାକୁ ସହ୍ୟ କରିପାରିବ ନାହିଁ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ଦିନ କାନପୁରରେ ପାହଲଗାମ ଆତଙ୍କବାଦୀ ଆକ୍ରମଣରେ ନିହତ ଶୁଭମ ବେଦୀଙ୍କ ପରିବାରକୁ ଭେଟିଥିଲେ। ଏହାର ଉଲ୍ଲେଖ କରି ସେ କହିଛନ୍ତି ଆଜି କାନପୁର ଗଲି, ସେଠାରେ ପାହଲଗାମ ଆତଙ୍କବାଦୀ ଆକ୍ରମଣରେ ପୀଡ଼ିତ ପରିବାରକୁ ଭେଟିଲି। ସେହି ପରିବାର ପୁଅ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଆକ୍ରମଣରେ 28 ଜଣଙ୍କୁ ଅତ୍ୟନ୍ତ ନିଷ୍ଠୁର ଭାବେ ହତ୍ୟା କରାଯାଇଛି। ତେଣୁ ପ୍ରତ୍ୟେକ ଲୋକଙ୍କ ସହିତ କାର୍ଯ୍ୟ କରିବା ସହିତ ଏବେ ଭାରତ ତାର ପ୍ରତିଶୋଧ ମଧ୍ୟ ନେବ। ଆତଙ୍କବାଦୀ ଯେଉଁଠି ଅଛନ୍ତି ଖୋଜି ଖୋଜି ମାରିବ ଆମ ଭାରତ ସେନା। ଜନଗଣନା ସହିତ ହେବ ଜାତି ଗଣନା। ପାହଲଗାମ ଆକ୍ରମଣ ପରେ ସାରା ଦେଶରେ ଆକ୍ରୋଶ ଦେଖିବାକୁ ମିଳୁଥିବା ସମୟରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରୁଛନ୍ତି। 2026ରେ ଆରମ୍ଭ ହେବା ପାଇଁ ଯାଉଛି ଜନଗଣନା ସହିତ ଜାତି ଗଣନା। ଜାତି ଗଣନା ସାମିଲ କରିବା ପାଇଁ କେନ୍ଦ୍ର କ୍ୟାବିନେଟ୍ ବୁଧବାର ଦିନ ନିଷ୍ପତ୍ତି ନେଇଛନ୍ତି। ଦେଶରେ ସାମାଜିକ ନ୍ୟାୟ ପାଇଁ ଲଢ଼େଇ କରୁଥିବା ଦଳଗୁଡ଼ିକ ଏହା ଦାବି ପୂର୍ବରୁ କରି ଆସୁଥିଲେ। ପରବର୍ତ୍ତୀ ସମୟରେ କଂଗ୍ରେସ ଏଥିପାଇଁ ସାମିଲ ହୋଇ ସଂସଦ ଭିତରେ ମଧ୍ୟ ବାହାରେ ଦାବି କରିବା ଆସିନି କେନ୍ଦ୍ରକୁ ଘେରିଥିଲେ। ତେବେ ଭାଜପା ଏହି ପ୍ରସଙ୍ଗରେ ଆଭିମୁଖ୍ୟ ସ୍ପଷ୍ଟ କରୁନଥିଲା। ତେବେ ଗତ ଲୋକସଭାରେ ନିର୍ବାଚନରେ ଭାଜପାକୁ ଆଶାନୁରୂପ ସଫଳତା ନ ମିଳିବା ପାଇଁ କିଛି ମାସ ପରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ହଠାତ୍ ଜାତି ଭିତ୍ତିକ ଗଣନା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବିରୋଧୀ ଓ ପ୍ରସଙ୍ଗକୁ ରାଜନୈତିକ ଅସ୍ତ୍ର ରୂପେ ବ୍ୟବହାର କରିଥିବା ଦର୍ଶାଇ କେନ୍ଦ୍ର ସମାଲୋଚନା କରିଛି। ଅନ୍ୟପକ୍ଷେ ଏହି ନିଷ୍ପତ୍ତିର ଘୋଷଣା ସମୟକୁ ବିରୋଧୀ ପ୍ରଶ୍ନ ଉଠାଇବା ବେଳେ ବିଳମ୍ବରେ ହେଲେ ମଧ୍ୟ ଏବେ ଜାତି ଗଣନା ହେବ ବୋଲି କୁହାଯାଉଛି। ସୁଭଦ୍ରା ଯୋଜନାକୁ ନେଇକି ବଡ଼ ଅପଡେଟ୍। ଏଥର ତୃତୀୟ କିସ୍ତି ମିଳିବ ସୁଭଦ୍ରା ଟଙ୍କା। ଯେଉଁମାନେ ପ୍ରଥମ କିସ୍ତି, ଦ୍ୱିତୀୟ କିସ୍ତି ପାଇନାହାନ୍ତି ସେମାନେ ଏକା ସାଙ୍ଗରେ 3ଟି କିସ୍ତି ମଧ୍ୟ ପାଇବେ। 3ଟି କିସ୍ତି 15,000 ଟଙ୍କା ଦେବେ ମୁଖ୍ୟମନ୍ତ୍ରୀ। ତା ପୂର୍ବରୁ ମଧ୍ୟ ଆଉ ଗୋଟେ ବଡ଼ ଘୋଷଣା, ଏସ୍ଏଚ୍ଜି ମହିଳାଙ୍କର ଋଣ ଛାଡ଼, ସୁଧ ଫେରାଇ ମୁଖ୍ୟମନ୍ତ୍ରୀ। ତା ସହିତ ମଧ୍ୟ ଆଉ ଗୋଟେ ବଡ଼ ଖବର ହେଲା ଏସ୍ଏଚ୍ଜି ମହିଳାଙ୍କୁ 1 ଲକ୍ଷ ଟଙ୍କା ଋଣ ମିଳିବ, ସେ ପୁଣି ବି ବିନା ସୁଧରେ। ଲକ୍ଷପତି ଦିଦି ଯୋଜନାର
ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ଏପର୍ଯ୍ୟନ୍ତ ପାଖାପାଖି 4 ଲକ୍ଷରୁ ଅଧିକ ଲୋକ ଲକ୍ଷପତି ଦିଦି ହୋଇସାରିଲେଣି। ମୁଖ୍ୟମନ୍ତ୍ରୀ କହିଛନ୍ତି 2 ବର୍ଷ ଭିତରେ 25 ଲକ୍ଷ ମହିଳା ଲକ୍ଷପତି ଦିଦି ହୋଇସାରିଥିବେ। ତେବେ ଆଉ ଗୋଟେ ମଧ୍ୟ ବଡ଼ ଖବର, ଆୟୁଷ୍ମାନ କାର୍ଡ ଯୋଜନା ଆଜିଠାରୁ ପୁଣି ଦେବା ପାଇଁ ଆରମ୍ଭ କରୁଛନ୍ତି। ଅଙ୍ଗନବାଡ଼ି କର୍ମୀ ସିଏସସି ସେଣ୍ଟର ଗାଁ ଗାଁ ବୁଲି ଇକେୱାଇସି କରିବା ସହିତ ଆୟୁଷ୍ମାନ କାର୍ଡ ଆଜିଠୁ ପୁଣି ଦେବା ପାଇଁ ଆରମ୍ଭ କରିଛନ୍ତି। ରାଜ୍ୟରେ 3.5 କୋଟି ଲୋକ ଆୟୁଷ୍ମାନ କାର୍ଡ ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭତ୍ତା ଟଙ୍କାକୁ ନେଇକି ବଡ଼ ଅପଡେଟ୍, ଭତ୍ତା ଟଙ୍କା ଏଇ ମାସରେ ମିଳିବା ପାଇଁ ଯାଉଛି। 3,500 ଟଙ୍କା ଭତ୍ତା ଟଙ୍କା ମିଳିବ। 60ରୁ 79 ଲୋକଙ୍କୁ ମଧ୍ୟ ଏବେ 3,000 ଟଙ୍କା ମିଳିବ ବୋଲି ସରକାର ସୂଚନା ଦେଇଛନ୍ତି। ସରକାର ପ୍ରତିଶ୍ରୁତି ମୁତାବକ ସବୁ କିଛି କରୁଛନ୍ତି, କିନ୍ତୁ ଭତ୍ତା ଟଙ୍କାକୁ ନେଇ କିଛି ଅଟକି ଯାଇଛନ୍ତି। ଭତ୍ତା କେଳେଙ୍କାରୀ ଯେଉଁମାନେ ସବୁ ଅଛନ୍ତି ତାଙ୍କୁ ଗୋଟି ଗୋଟି କରି ତଦନ୍ତ ହେଉଛି। କେତେ ଟଙ୍କା ଭତ୍ତା ହଡପ କରିଛନ୍ତି, ଜାଲ ଡକୁମେଣ୍ଟ ଦେଇ କେତେ କ'ଣ କରିଛନ୍ତି, ସବୁ କିଛି ଡିଟେଲ୍ସ ତଦନ୍ତ ଚାଲିଛି। ତାପରେ ଭତ୍ତା ଟଙ୍କା ଖୁବ୍ ଜଲ୍ଦି ମଧ୍ୟ ମିଳିଯିବ। କିଛି ଲୋକଙ୍କୁ 3,500 ଟଙ୍କା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ତା ସହିତ ମଧ୍ୟ ଏଥର ଭତ୍ତା ଟଙ୍କା ମିଳିବ ବୋଲି ଏପଟେ ସ୍ପଷ୍ଟ ମଧ୍ୟ କରାଯାଇଛି। ତେବେ ଏପଟେ ମଧ୍ୟ ପାକିସ୍ତାନ ଭାରତ ବିଷୟରେ ଗୁଗଲରେ ବାରମ୍ବାର ସର୍ଚ୍ଚ କରୁଛି, ଭାରତରେ କ'ଣ ଘଟୁଛି କ'ଣ ନାହିଁ। କିନ୍ତୁ ଡିଜିଟାଲ ଷ୍ଟ୍ରାଇକ୍ ଦେଇଛନ୍ତି ଏପଟେ ଭାରତ, ଯାହାଫଳରେ ପାକିସ୍ତାନ ବଡ଼ ବଡ଼ ଚ୍ୟାନେଲକୁ ମଧ୍ୟ ବ୍ୟାନ୍ କରାଯାଇଛି। କୌଣସି ଭାରତୀୟ ଉପରେ ମଧ୍ୟ ପାକିସ୍ତାନ ସର୍ଚ୍ଚ କରିପାରିବ ନାହିଁ। ତେବେ ଇଏ ଥିଲା ଆଜିର ଦେଶ ବିଦେଶ ରାଜ୍ୟର କିଛିଟା ଗୁରୁତ୍ୱପୂର୍ଣ୍ଣ ଖବର। ଏଇଭଳିଆ ଖବର ପ୍ରତ୍ୟେକ ଦିନ ଦେଖିବା ପାଇଁ ହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।